ମୁଁ କଣ ବ୍ରହ୍ମପୁର ଉଡ଼ି ଆସିଛି କିରେ? ମୁଁ ପୁରା ଏଇଠୁ ଜୟପୁର କଣ ବୈପାର ଲୋକାଲ। ମୁଁ ପୁରା ବୈପାର ଲୋକାଲ। ତ ଚାକିରି ଜୀବନ ନଷ୍ଟ କରିଦେବି ସାମାନ୍ୟ ବୋଲି ଭାବୁଛୁ ମତେ? ମୁଁ ଆଇଆଇସି ବୈପାର ଗୁଡ଼ାକୁ ପଚାର, ସିଏ ମତେ କେମିତି ଡରନ୍ତି। କାକଲପଡ଼ା ହାଇସ୍କୁଲର ପ୍ରିନ୍ସିପାଲକୁ ମୁଁ କଣ କରିନି ଜାଣିଛୁ ତ? ସେ କେସରେ ପୁରା ତୁ ଇନଭଲ୍ଭ ଥିଲୁ। ସେ ସେମିତି କହିଲେ। ନାୟକ ଫରେଷ୍ଟର ଦଶମନ୍ତପୁର ସେକ୍ସନ ବୈପାରଗୁଡ଼ା ବନାଞ୍ଚଳ ଜୟପୁର ବନଖଣ୍ଡ। ମୁଁ ଆଜିର ପ୍ରେସ୍ ମିଟ୍ ଡାକିବାର ଉଦ୍ଦେଶ୍ୟ ହେଉଛି ମୁଁ ଦୀର୍ଘ 5 ମାସ ଧରି ବିଜୟ ପାଙ୍ଗି ନାମକ ଏକ ସାମ୍ବାଦିକ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହେଇଛି। ବାରମ୍ବାର ସେ ମୋ ନାଁରେ ମିଛ ଖବର ଗୁଡ଼ିକୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି, ଯାହାଫଳରେ କି ମୋର ଯେଉଁ ଦୀର୍ଘ 12 ବର୍ଷର ଚାକିରି ଜୀବନରେ ମୋର ଯେଉଁ ପ୍ରକାର ସମ୍ମାନ ମୁଁ ଅର୍ଜନ କରିଥିଲି ସେଥିରେ ବହୁତ ପ୍ରକାର ହାନି ଘଟିଛି। ଆଉ ବାରମ୍ବାର ସେ ଥ୍ରେଟନିଂ ବି ଦେଉଛନ୍ତି ଯେ ସେ ବିଜୟ ପାଙ୍ଗି ଆଉ ତାଙ୍କ ଭାଇ ଇନ୍ଦ୍ର ପାଙ୍ଗି ଯେ ଆମମାନେ ଲୋକାଲ ପିଲା, ଆମମାନଙ୍କୁ ନ ଧରିଲେ ତମେ କାମ କରିପାରିବନି। ତମ ଆଗରୁ ଆମେ କାକଲପଡ଼ା ହାଇସ୍କୁଲର ଟିଚର ଆଲୋକ ରଞ୍ଜନ ମହାରଣା ଆଇଆଇସି ବୈପାରଗୁଡ଼ାକୁ କେମିତି ଅବସ୍ଥା କରିଥିଲେ ତମେ ଜାଣିନ କି? ଆମ ସହିତ ଲାଗୁଛ ଏହା କହିବାରୁ ଆଉ ବାରମ୍ବାର ମୋତେ ଗୋଟିଏ ଜିନିଷକୁ ବାରମ୍ବାର ପୋଷ୍ଟ କରିବା ଦ୍ୱାରା ମୁଁ ମାନସିକ ସନ୍ତୁଳନ ହରାଇ ବସିବାକୁ ବାଧ୍ୟ ହେଉଛି। ମାନସିକ ଚାପରେ ମୁଁ ମୋର ଛୋଟ ଛୋଟ ଛୁଆମାନଙ୍କୁ ଛାଡ଼ି ଯାଇକି ଆଜ୍ଞା ଫରେଷ୍ଟ ଡିପାର୍ଟମେଣ୍ଟ ପାଇଁ ଚାକିରି କରୁଛି। ମୋ ଚାକିରିରେ କୌଣସି ଅବହେଳା ଆଜି ଯାଏଁ କୌଣସି ଅଫିସର କହିପାରିବେ କି? ସେ ସବୁବେଳେ ମାନେ ମିଥ୍ୟା ଖବର ଗଛ ମାନେ ଲକ୍ଷ ଲକ୍ଷ ଟଙ୍କାର ଶାଳ ଗଛ କଟିଗଲା ବୋଲି କହୁଛନ୍ତି, ଯୋଉଟାକି ମାନେ ଇନକ୍ୱାରି ସରିଲାଣି। ସେମିତି କୌଣସି ଘଟଣା ନାହିଁ କି ସେମିତି କୌଣସି ଘଟଣା ସ୍ଥଳ ବି ନାହିଁ। ପାଙ୍ଗି ଆଉ ତାଙ୍କ ଭାଇ ଇନ୍ଦ୍ର ପାଙ୍ଗି ଏଫଆଇଆର ଦେଇଛି ସାର୍ ପୋଲିସ ଷ୍ଟେସନରେ। ମୋର ଉପରିସ୍ଥ ଅଧିକାରୀ ଡିଏଫଓଙ୍କୁ ବି ଲେଖି ଜଣାଇଛି। ମୁଁ ତା ବିରୁଦ୍ଧରେ ତ ପଦକ୍ଷେପ ନେବାକୁ ଚାହୁଁନି। ମୁଁ ଚାହୁଁଛି ମୁଁ ଆଶ୍ୱସ୍ତି ପାଇଁ ଯେମିତି ଠିକରେ କାମ କରିପାରିବି। ମୋର ଯେଉଁ ଦାୟିତ୍ୱ ଅଛି ଫରେଷ୍ଟ ଡିପାର୍ଟମେଣ୍ଟରେ ଚାକିରି କରିଛି, ମୋ ଦାୟିତ୍ୱଟାକୁ ମୁଁ ଠିକ ଭାବରେ ତୁଲେଇ ପାରିବି ବୋଲି ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି। କାହିଁକି ସେ ଯେଉଁ ଗଣମାଧ୍ୟମରେ ମୋର ଯେଉଁ ମାନସିକ ଚାପ ଦେଉଛି, ମୋ ଗାଡ଼ି ଗଲାବେଳକୁ ମୁଁ ବାରମ୍ବାର ପଛକୁ ଦେଖିବା ପାଇଁ ବାଧ୍ୟ ହେଉଛି କାଳେ କିଏ ମୋତେ ଫଲୋ କରୁଛି କି? କାହିଁକି ଦୀର୍ଘ 5 ମାସ ଧରି ସିଏ ମୋତେ ଫଲୋ କରୁଛି ଆଉ ପଇସା ମାଗୁଛି। ମୁଁ ଗଣମାଧ୍ୟମରେ ସରକାରଙ୍କୁ ଜଣାଇ ଦେବା ପାଇଁ ଚାହୁଁଛି ଯେ କେଉଁ ମାନେ ପ୍ରତିକୂଳ ଅବସ୍ଥାରେ ଆମେ ଚାକିରି କରୁଛୁ ସାର୍। ଏମିତି ଯଦି ମିଥ୍ୟା ଅଭିଯୋଗ ଯଦି ପୁରା ଓଡ଼ିଶା ସାରା ବୁଲିବ, ମୁଁ ତ ଏତେ ସମ୍ମାନୀୟ କି ଗଣମାନ୍ୟ ବ୍ୟକ୍ତି ନାହିଁ ଯିଏକି ମୁଁ ମୋର ସମ୍ମାନଟାକୁ ପୁଣି ଥରେ ଫେରେଇ ଆଣିପାରିବି। ଏଇ ଯେଉଁ ଦୀର୍ଘ 5 ଦିନ ଧରି ସେ ଯେଉଁ ମେଣ୍ଟାଲ ଟର୍ଚର କରିକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରିକି ମୋର ସମ୍ମାନକୁ ହାନି କରିଛି, ମୁଁ ଗୋଟେ ଛୋଟ ଚେଷ୍ଟା କରୁଛି ଯେ ମୋ ସମ୍ମାନ ମୋ ପାଖକୁ ଫେରି ଆସିବ ବୋଧେ ସରକାରଙ୍କ ପାଖରେ ଏଇ ଗଣମାଧ୍ୟମ ଦ୍ୱାରା ଯଦି ମୋର ମେସେଜଟା ଯଦି ସାରଙ୍କ ପାଖକୁ ଯାଇପାରେ ସେତିକି।